ସାମ୍ନାକୁ ଆସିଲା ନାବିକ ସାର୍ଥକଙ୍କ ନିଖୋଜ ପଛର ସତ। 2 ତାରିଖରେ ମାଙ୍କୁ ଭିଡିଓ କଲ୍, 3 ତାରିଖରେ ହଠାତ୍ କୁଆଡ଼େ ଗଲେ। ଏତେ ଦିନ ପରେ ସତ ସବୁ ସାମ୍ନାକୁ ଆସିଲା। ହଁ ଦର୍ଶକ ବନ୍ଧୁ, ଓଡ଼ିଆ କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ନିଖୋଜକୁ ଏତେ ଦିନ ବିତିଗଲା ପରେ ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ସତ୍ୟ ଘଟଣା। ତାଙ୍କର ଦେହରେ ଧଳା ରଙ୍ଗର ୟୁନିଫର୍ମ, ଆଖିରେ ଅନେକ ସ୍ୱପ୍ନ। ନିଜ ମାଆଙ୍କୁ ଖୁସିରେ ରଖିବା ପାଇଁ ସାର୍ଥକ ଆସିଥିଲେ ବାହାର ଦେଶକୁ ଜାହାଜରେ କ୍ୟାଡେଟ୍ ଭାବରେ କାର୍ଯ୍ୟ କରୁଥିଲେ। ହେଲେ କିଏ ଜାଣିଥିଲା ହଠାତ୍ ଏଭଳି ନିଖୋଜ ହୋଇଯିବେ ସାର୍ଥକ ମହାପାତ୍ର। 2 ତାରିଖରେ ସାର୍ଥକ ମାଆଙ୍କୁ ଭିଡ଼ିଓ କଲ୍ କରିଥିଲେ। ସବୁଦିନ ଭଳି ମାଆଙ୍କୁ ଭିଡ଼ିଓ କଲ୍ କରି ମାଆଙ୍କ ଭଲମନ୍ଦ ପଚାରିଥିଲେ। ଆଉ ସେ କହିଥିଲେ କି ମୋର ଆଉ ମାସେ ପରେ ପ୍ରମୋସନ୍ ହେବ। ଆଉ ପ୍ରମୋସନ୍କୁ ନେଇ ସାର୍ଥକ ମହାପାତ୍ର ବେଶ୍ ଖୁସିରେ ମଧ୍ୟ ଥିଲେ। ଅନେକ ସମୟ ଧରି ମନ ଭରି କଥା ହୋଇଥିଲେ ମଧ୍ୟ ମା। କିନ୍ତୁ ହଠାତ୍ ସାର୍ଥକ 3 ତାରିଖ ଦିନ କୁଆଡ଼େ ଉଭାଇଗଲେ। ମା ସେହିଦିନ ତାଙ୍କ ଆଡ଼ୁ ଫୋନ୍ କରିଥିଲେ କି ମୋ ପୁଅ କ'ଣ କରୁଛି, କିନ୍ତୁ ସେହିଦିନ ସାର୍ଥକଙ୍କ ଫୋନ୍ ଜମାରୁ ଲାଗିନଥିଲା। ଆଉ ସେଦିନ ଠାରୁ ଆଜି ପର୍ଯ୍ୟନ୍ତ କୁଆଡ଼େ ଗାୟବ ହୋଇଯାଇଛନ୍ତି ଓଡ଼ିଆ ନାବିକ ସାର୍ଥକ ମହାପାତ୍ର। ଏପଟେ ସାର୍ଥକଙ୍କର ଦେଖା ନାହିଁ, ଏପଟେ ମାଆଙ୍କ ଆଖିରୁ ଶୁଖୁନି ଲୁହ। ମାଆଙ୍କ କହିବା ଅନୁସାରେ 2025 ଜୁଲାଇ 14 ତାରିଖରେ ତାଙ୍କର ପାଠ ପଢ଼ା ପାଇଁ ସେ ଜାହାଜ ଚଢ଼ିଥିଲେ। ସିଙ୍ଗାପୁରରୁ ଫେରୁଥିବା ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ ମ୍ୟାନେଜ ସଂସ୍ଥାରେ ସାର୍ଥକ ଜଣେ କ୍ରିଉ ମେମ୍ବର ଥିଲେ। କିନ୍ତୁ ହଠାତ୍ 3 ତାରିଖରେ ତାଙ୍କର ଫୋନ୍ ଆଉ ଲାଗିନଥିଲା। ଆଉ କିଛି ସମୟ ପରେ ଖବର ବି ଆସିଥିଲା ଯେଉଁ ସିପ୍ରେ ସାର୍ଥକ ମହାପାତ୍ରକୁ କ୍ରିଉ ମେମ୍ବର ଥିଲେ ଏବେ ସେଇଠି ତାଙ୍କର କୌଣସି ପତ୍ତା ମିଳୁନାହିଁ। ମିସିଂ କେସ୍ରେ ଖବର ଆସି ତାଙ୍କ ଘରେ ପହଞ୍ଚିଥିଲା, ଯାହାଫଳରେ ସାର୍ଥକଙ୍କ ମା ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ନିଜର ଗୁହାରି ଜଣାଇଥିଲେ କି ପୁଅକୁ ଖୋଜିଦେବା ପାଇଁ। କିନ୍ତୁ ମାଆଙ୍କ କହିବା ପରେ ପୁଅକୁ ଖୋଜିବା ପାଇଁ 12 ବିଭାଗ ଖୋଜିଥିଲେ। ତେବେ ଏନେଇ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ମଧ୍ୟ ବିଜେଡିର ଗୋଟେ ଟିମ୍ ସାର୍ଥକଙ୍କ ପରିବାରକୁ ଭେଟିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ କି ସାର୍ଥକଙ୍କୁ ଫେରାଇ ଆଣିବା ପାଇଁ। ଅନ୍ୟପଟେ ଦୀର୍ଘ 7 ଦିନ ପରେ ବି ସାର୍ଥକଙ୍କର ପତ୍ତା ମିଳିନଥିଲା ବେଳେ ପରିବାର ଲୋକେ ବହୁତ ଭାଙ୍ଗି ପଡ଼ିଥିଲେ। ଏବେ ବାସ୍ ଦେଖିବାକୁ ବାକି ରହିଲା କି କେବେ ସାର୍ଥକଙ୍କର ପତ୍ତା ମିଳୁଛି।